ମାମା ହାତରେ କଣ ଧରୁଛୁ? ଏଇଟା ମତେ ପ୍ରାଇଜ ମିଳିଛି। ଦେଖ ମତେ କଣ ମିଳିଛି। ଏଟା କଣ କୁଆ ଗାଇଛୁ ତୁ ଏତେ ସମୟ ହେଲାଣି? ମୁଁ ଯାଇଥିଲି ଏଠି ସିଭି ସେଣ୍ଟର ରେ ଯୋଉ ଅଛି ହରିରାଜ। ଆଚ୍ଛା। ସେ ହୋଟେଲ ରେ ଗୋଟେ तीज हमको तीज प्रोग्राम आସୁଛି फेस्टिवल छत्तीसगढ़ ଗୋଟେ पर्व ସେଇଥିରେ ସେଟା तीज मिलन होतला ସମସ୍ତେ ଏକାଠି ହେଇଥିଲେ। ସେଥିରେ गेम भी थिला डांस भी थिला सॉन्ग भी थिला। अच्छा ଏତେ ଜିନିଷ ଥିଲା। ହଁ ତ ମୁଁ ସॉन्ग भी ଗାଇଲି ଆଉ गेम भी ଖେଳିଥିଲି। ସେ गेम କଣ ଥିଲା ଜାଣିଛ? କଣ? ସେ गेम ଟା ଥିଲା ଏମିତି ବେଲୁନ ଏମିତି ଉପରକୁ ପକେଇବ ଆଉ ସାର୍ଟ ଦେଇଥିଲେ ପିନ୍ଧିବା ପାଇଁ। ଉପରକୁ ଏମିତି ପକେଇବା ଟାଇମ ରେ ତମେ ସାର୍ଟ ଟା ପିନ୍ଧିବ। ବେଲୁନ ତଳେ ଗଳି ପଡିଲେ କଣ ଗେମ୍ ହବନି ହାତ ନାଇଁ। କ୍ୟାନ୍ସେଲ। ହଁ ଆଚ୍ଛା ତ ମୁଁ ତା ଭିତରେ ଫାଷ୍ଟ ହେଇଛି। ବହୁତ ବଢିଆ। ଏଇଟା ମତେ କଂଗ୍ରାଚୁଲେସନ। ତ ଏଇଟା କଣ? ଏଟା କଣ ମିଳିଛି ତତେ ମ? ଏଟା କଣ ଦେଖାଉଛି ବହି ଭଳିଆ? ମୁଁ ଜାଣିନି କଣ ମିଳିଛି ଚାଲ ଖୋଲିକି ଦେଖିବା। ଖୋଲିଲୁ ଖୋଲିଲୁ କଣ ଅଛି ଦେଖିବା ଟିକେ। ଦେଖିବା ଆଉ କଣ ମିଳିଛି। ଏଟା ତ କପ୍ ସେଟ୍ ଭଳିଆ ଲାଗୁଛି ପିଇବା ଆଉ। ନାଇଁ ଲେମନ ଟି ପିଇବା। ଆରେ ବାଃ ବଢିଆ ଆଉ କଣ? ମାମା ଆରଟାରେ କଣ ମିଳିଛି? ଏଇଟା ଏଟା ଶଙ୍କର କପ୍ ଭଳିଆ। ଆଉ ଏଇଟା ଗୋଟେ ଟିଫିନ ମିଳିଛି। ଆରେ ଭାଇ ସେ ପ୍ରତ୍ୟେକ ଇଭେଣ୍ଟ ରେ ଭାଗ ନଉ ଆଉ ଏ କପ୍ ଥାଳି ପ୍ଲେଟ୍ ସବୁ ମିଳୁ। ଆମର କିଣିବା ଦରକାର ନାହିଁ ଆଉ ଆମର ମାଗଣାରେ ସବୁ ହେଇଗଲା ଆଉ କଣ ଭଲ। ଆଉ ସାଇଡିକି ରଖିଦିଅ। ଏଇଟା ଆମ ଡ୍ୟୁଟି ଗଲା ବେଳେ ଆଦେରେ ସବଜି ନବାର ବଢିଆ ହବ ଆଉ କଣ। କଂଗ୍ରାଚୁଲେସନ କଂଗ୍ରାଚୁଲେସନ। କଂଗ୍ରାଚୁଲେସନ ମାମା। ପୁଅ ବି କଂଗ୍ରାଚୁଲେସନ କଲା। थैंक यू।